ମୁଁ ଭାବୁଛି ମୁଁ ଏ ସମ୍ପର୍କରେ ଗୋଟେ ବ୍ୟକ୍ତିଗତ ମତ ଦେଇଥିଲି। ଏଟା ରାଜ୍ୟସଭା ନିର୍ବାଚନ ନୁହେଁ, ଇଏ ଓଡ଼ିଆ ଅସ୍ମିତାର ଅନ୍ୟ ଏକ ପରୀକ୍ଷା ହେବ। ଆମେ ସେ ପରୀକ୍ଷାରେ ଫେଲ୍ ହେଇଯାଇଛୁ ବୋଲି କହିଲେ ଭୁଲ ହେବନି। କାରଣ ଯେଉଁମାନେ ଦଳର ମତ ବିରୋଧରେ ଯାଇ ଦଳ ବିରୋଧରେ ଭୋଟ ଦେଲେ ଏବଂ ଯେଉଁମାନେ ସେଇ ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ, ଉଭୟ ସମ ପରିମାଣରେ ଦୋଷୀ। ଯଦି ଏତେ କଥା କରିବାର ଥିଲା, ବିଧାୟକମାନଙ୍କୁ ତାଙ୍କର ବିବେକ ଅନୁସାରେ ଭୋଟ ଦେବା ପାଇଁ ଛାଡ଼ି ଦେଇଥିଲେ ଏ ପ୍ରକାର ଅପବାଦ ଆଉ ମୁଣ୍ଡିବାକୁ ପଡ଼ିନଥାନ୍ତା। କିନ୍ତୁ ନା ବିଧାୟକମାନେ ସେ କଥା ବୁଝୁଛନ୍ତି, ନା ଅସ୍ମିତା କଥା ଯେଉଁମାନେ କହୁଛନ୍ତି ସେମାନେ ଏ ଭୋଟର ହିତାଧିକାରୀ ହେଲା ବେଳେ ନିଜ ଉପରକୁ ତାହା ନେଉଛନ୍ତି, ନା ଆମେ ଯେଉଁମାନେ ଆଲୋଚନା କରୁଛୁ ଗଣମାଧ୍ୟମ ଏବଂ ସାଧାରଣ ଲୋକ କାହାକୁ ଏ କଥା ଜିତିବା। ତେଣୁ ଏ ବିଷୟରେ ମନ୍ତବ୍ୟ ଦେବା ମଧ୍ୟ ମୁଁ ଭାବୁଛି କିଛି ମୂଲ୍ୟ ରଖୁନି। ଏଇ ଯୋଉ ରାଜ୍ୟସଭା ନିର୍ବାଚନ ଯୋଉ ଫଳାଫଳ ହେଲା, ଇଏ କଣ ଗୋଟେ ନୂଆ ସମୀକରଣ ଆଡକୁ ଯାଉଛି କି? ରାଜ୍ୟରେ ଗୋଟେ ନୂଆ ସାମୁଖ୍ୟ ଆଡକୁ ଯାଉଛି? କିଛି କାରଣ ପୁରୁଣା ରାଜନୀତି ବିଜୁ ପ୍ରେମୀ ଏକାଠି ହଉଛନ୍ତି, ପ୍ରଭାତ ବିଶାଳ ପ୍ରଭାତ ତ୍ରିପାଠୀ ରବି ପାଣି ସମର ଶତପଥୀ ଆପଣଙ୍କ ଭଳିଆ ନେତା। ଆମେ ସବୁ ଏକାଠି ହେଇଛୁ ବୋଲି କିଏ କହୁଛୁ? ଆମେ ବସି ଖାଇଦେଲେ ଏକାଠି ହେଇଗଲେ। କିଏ କେତେବେଳେ କାହା ସହିତ ମିଶୁଛି? ବିଜେଡି ଆଉ ବିଜେପି କ'ଣ ଏକାଠି ଥିଲେ ବୋଲି ବହୁତ ଲୋକ କହନ୍ତି। ଏବେ ବି ବିଜେଡି ଆଉ ବିଜେପି ଭିତରେ କ'ଣ ପରଦା ପଛର ସମ୍ପର୍କ ଜାଣିବା ଭାରି କଷ୍ଟ। ଖୋଲାଖୋଲି ଭାବରେ ବିଜେପି ଠାରୁ ଦୂରେଇ ଯାଇ ବିଜେଡି ଆଉ କଂଗ୍ରେସ ସାମୟିକ ଭାବରେ ଏକାଠି ହେଇଥିଲେ କି ଭବିଷ୍ୟତରେ ଏକାଠି ହେବେ, ସେ ବିଷୟ ଆଗାମୀ ଦିନରେ ଜଣାପଡ଼ିବ। ଏବେଠୁ ଆକଳନ କରିବା। କିନ୍ତୁ ଏଭଳି ପରିସ୍ଥିତିରେ କାହାକୁ ବିଶ୍ୱାସ କରିବା ସମ୍ଭବ ହେଉନାହିଁ। କିଏ ବା ଅଛି କେଉଁ ମତେ ଜାଣିବା ଭାରି କଷ୍ଟ। ରାଜ୍ୟସଭାର ଫଳାଫଳ ଇଏ ପ୍ରକୃତ ପକ୍ଷେ ଯେମିତି ଆପଣ କହିଲେ ଓଡ଼ିଆ ଅସ୍ମିତାର ପରିଚୟ ଥିଲା ବା ପରୀକ୍ଷା ଥିଲା, ସେ ପରୀକ୍ଷାରେ କ'ଣ ଓଡ଼ିଆ ଅସ୍ମିତା ପାସ୍ କରିଛି? କହିଲି ପରା ଫେଲ୍ ହେଇଛି। ପ୍ରଥମ ଅସ୍ମିତା ଥିଲା ଏମଏଲଏ ମାନଙ୍କୁ ବାଇଗଣ ପରିବା ଭଳି ବିକ୍ରି ଯୋଗ୍ୟ ବୋଲି ଯେଉଁମାନେ ଭାବୁଛନ୍ତି ସେମାନେ ମଧ୍ୟ ଅସ୍ମିତାର ବିରୋଧୀ। ଆଉ ଯେଉଁମାନେ ଏହାର ଶିକାର ହେଲେ, ନିଜକୁ ନିଜେ ପଚାରିଲେ ନାହିଁ, ସେମାନେ ମଧ୍ୟ ଏ ବିଷୟରେ ଆଉ କିଛି କହିବା ପାଇଁ ତାଙ୍କ ଜୀବନରେ ଛାଡ଼ ନାହିଁ। ତାଙ୍କ ଭିତରେ ତ କିଏ କେତେବେଳେ ବିକ୍ରି ହେଇଛି, ତାଙ୍କ ଭିତରେ ତ ବିକ୍ରି ହେଇଛନ୍ତି। ଯଦି ଦଳ ବିରୁଦ୍ଧରେ ଭୋଟ ଦେବାର ଥିଲା ସେ ଆଗରୁ ଖୋଲାଖୋଲି କହିପାରିଥାନ୍ତେ। କିନ୍ତୁ ଯଦି ଦେଲେ ସାହସ କରି ଦେଇଛନ୍ତି, ଦଳ ମଧ୍ୟ ତାଙ୍କୁ ନିଲମ୍ବିତ କରିସାରିଲାଣି। ତେଣୁ ସେ ଚାପ୍ଟର ସରିଯାଇଛି। କିନ୍ତୁ ବିଧାୟକମାନଙ୍କୁ ଯେଉଁ ଦୃଷ୍ଟିରେ ଦେଖାଯାଉଛି, ସେ ମୋ ସପକ୍ଷରେ ଭୋଟ ଦେଇପାରେ, ଅନ୍ୟ ଦଳର ହେଇଥିଲେ ମଧ୍ୟ କ'ଣ ପାଇଁ ଭୋଟ ଦେବ ତା ଭିନ୍ନ କଥା। ତେଣୁ ଦେଇପାରେ ବୋଲି ଭାବୁଛି ଯେ ସେ ମଧ୍ୟ କମ୍ ଦୋଷୀ ନୁହେଁ। ଦ୍ୱିତୀୟ କଥା ହେଲା, ନବୀନ ବାବୁ ବହୁତ ଦିନରୁ ଦଳ ଭିତରେ ଶୃଙ୍ଖଳା ରଖିବା ପାଇଁ ବହୁତ କାର୍ଯ୍ୟକ୍ରମ ଗ୍ରହଣ କଲେ। ଆମେ ସବୁ ବହୁତ ଚିତ୍ର ଦେଖିଲୁ। ନବୀନ ନିବାସରେ ପ୍ରଥମ ଥର ପାଇଁ ଏତେ ଗୁଡ଼ିଏ ଏମଏଲଏ ଲୁଙ୍ଗି ପିନ୍ଧି ରାତ୍ରି ଯାପନ କଲେ। ଇଏ ଗୋଟେ ଭଲ ଦୃଶ୍ୟ, କିନ୍ତୁ ଏ ଦୃଶ୍ୟ 24 ବର୍ଷ ଭିତରେ ଆମେ କେହି ଦେଖିନଥିଲୁ। ଏବଂ ସେ ମଧ୍ୟ ମୂଳରୁ ଦଳରେ ଶୃଙ୍ଖଳା ରକ୍ଷା କରିବା ପାଇଁ ନିଲମ୍ବିତ କରିଥିଲେ ସନା ମହାକୁଡ଼ଙ୍କୁ ଏବଂ ଅରବିନ୍ଦ ବାବୁଙ୍କୁ। ଏଇଥିପାଇଁ ବୋଧ ହୁଏ ଯେ ବିଶୃଙ୍ଖଳାଟି ଟିକେ ନବାକୁ, କିନ୍ତୁ ତାଙ୍କର ଏ କାର୍ଯ୍ୟାନୁଷ୍ଠାନ ବିଶେଷ କିଛି କାମ ହୋଇନି। ତେଣୁ ନବୀନ ବାବୁଙ୍କ ନେତୃତ୍ୱ ପ୍ରତି ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହେଇଛି, ସେ ପ୍ରଶ୍ନ ଏବେ ବି ସଠିକ୍ ଉତ୍ତର ଓଡ଼ିଶା ଲୋକମାନେ ପାଇଯିବେନି। ଏବଂ ବିଜେଡି ଭିତରେ ଯେଉଁମାନେ ଅଛନ୍ତି, ନବୀନ ବାବୁଙ୍କୁ ସର୍ବମାନ୍ୟ ନେତା ବୋଲି କହୁଛନ୍ତି, ସେମାନେ ମଧ୍ୟ ନିଜ ମନ ଭିତରେ ଆଶଙ୍କା କରିବା ଆରମ୍ଭ କରିବେ। ଠିକ୍ ସେହିପରି କଂଗ୍ରେସ ମାତ୍ର 14 ଜଣ ଲୋକଙ୍କ ଭିତରୁ 3 ଜଣଙ୍କୁ ମଧ୍ୟ ଅଟକେଇ ରଖିପାରିଲା ନାହିଁ। ଏବଂ ଫ୍ରିଜ୍ ଜାରି କଲା ପରେ ମଧ୍ୟ ବାଙ୍ଗାଲୋର ଯାତ୍ରା କରୁଥିଲେ। କାହିଁକି ବାଙ୍ଗାଲୋର ଯାଇଥିଲେ ଏବଂ ବାଙ୍ଗାଲୋର ଯାତ୍ରା ଫେରି ଆସିଲା ପରେ ତାଙ୍କର କ'ଣ ଅବସ୍ଥା ହେଲା, ତାଙ୍କ ନେତୃତ୍ୱ ପ୍ରତି ମଧ୍ୟ ଯେଉଁ ପ୍ରଶ୍ନ ଥିଲା, ସେ ପ୍ରଶ୍ନର ଉତ୍ତର ସମସ୍ତେ ପାଇଥିଲେ। ସେ କଂଗ୍ରେସ ନେତୃତ୍ୱ ହଉ କିମ୍ବା ବିଜେଡିର ନେତୃତ୍ୱ ହଉ, ସେ ଯାହା କହନ୍ତି ଅନେକ ପ୍ରଶ୍ନର ଅପେକ୍ଷା ରହୁଛି। ନବୀନ ବାବୁ ବର୍ତ୍ତମାନ ପକଡ଼ ଟିକେ କମିଗଲାଣି। ଏ ପର୍ଯ୍ୟାୟ ପରେ ନେତା ଏବେ ଅମାନ୍ୟ ହେଇଗଲା। ତୁମ କଥାଟା କାହିଁ ମୋ ପାଟିରେ କହିବାକୁ ଚାହୁଁ କରୁଛ? ଯେ ପକଡ଼ କମିଲାଣି କି ନ କମିଲାଣି ତ ଜାଣିପାରୁନଥିବ ଯେ ମୋତେ କହୁଛି ପକଡ଼ କମିଗଲାଣି କି? ତୁମେ କ'ଣ ଭାବୁଛ?
ସେ ତ ପଛରେ 2ଟା ନିର୍ମିତ କରିଥିଲେ, ଏଇନା କେତେ ନିର୍ମିତ କରିବାକୁ ଯାଉଛନ୍ତି ଦେଖିବା। କଂଗ୍ରେସ 3 କଲାଣି, ଏମାନେ 6 କରିବେ ବୋଧେ। ଏମିତି କହିଦେଲେ ଦଳ ଗଠନ ହୁଏ ନାହିଁ। କିନ୍ତୁ ବିଜେଡି ଦଳ ନିର୍ବାଚନ ପରେ ପରେ 51 ଜଣ ଥିଲେ। ଆଜି ଯଦି ଠିକ ଭାବରେ ବିଚାର କରାଯିବ, ସେ 51ଟା ନୂଆପଡ଼ା ପରେ 50 ହେଲା, 50ଟା କିଛି ଦିନ ପରେ 48 ହେଲା, 48ଟା ଆଜି ଯଦି ଯେଉଁମାନେ ଭୋଟ ଦେଇନାହାନ୍ତି ତାଙ୍କୁ ଦଳର ବାହାର ବୋଲି ବିଚାର କରାଯିବ, ତାହେଲେ 42 ହେଲା। ଆପଣ 51କୁ ଲୋକ ଆପଣଙ୍କୁ 51ଟା କରିଥିଲେ, ଆପଣ ଏଭଳି ଇତିମଧ୍ୟରେ 51କୁ ସମ୍ଭାଳି ପାରିନାହାନ୍ତି। ବର୍ତ୍ତମାନ ଆସିଲେଣି 42କୁ। 51ରୁ 42 ଗଲା କେତେ? 9 ରହିଲା। 51ରୁ 9 କେତେ? ପାଖାପାଖି 19-20%, 19% ଆପଣଙ୍କର ଅବକ୍ଷୟ ଘଟୁଛି। ଧୀରେ ଧୀରେ ଘଟିବ ଆଉ ଇସ୍ତଫା କ'ଣ? ଆଜ୍ଞା ସେଇମାନେ ନୂଆ ଦଳର ନିୟମ ପକେଇବେ ଯୋଉମାନେ କିଏ କୌଣସି ନିର୍ବାଚିତ MLA ଦଳର ନିୟମ ପକାନ୍ତି ନାହିଁ। ନିର୍ବାଚିତ ସାଧାରଣ ଲୋକମାନେ ଚାହିଁଲେ ଦଳର ନିୟମ ପଡ଼ିବ। ତେଣୁ ଏସବୁ ପ୍ରକ୍ରିୟା ଚାଲେ। ଆଜି ନୂଆ କରି ହଉନାହିଁ। ଦିଲ୍ଲୀ ବାବୁ ଇତିହାସକୁ ରିପିଟ୍ କଲେ, ୱାର୍ଲଡ କପ୍ ଜିତିଲା ଭଳିଆ ହିଷ୍ଟ୍ରି ରିପିଟ୍। ଦ୍ୱିତୀୟ ଥର ପାଇଁ ମଧ୍ୟ ଏଇଭଳି କ୍ରସ୍ ଭୋଟିଂ ବେଶୀ ଜିତିଲେ। କିନ୍ତୁ ଏଭଳି ଜିତିବାଟା ଗୋଟେ ଗୌରବର କଥା ନୁହେଁ, ସେ କଥା ମୁଁ କହିବାକୁ। PSG चाहता है चलो कुछ ऐसा करेंगे, देश की शान है हम शानदार रहेंगे, शानदार रहेंगे। TSG गुरुकुल गोठपाटणा भुवनेश्वर।